जदि गोटे बापा जदि शिक्षित हुए गोटे घर शिक्षित हो गोटे जदि माँ शिक्षित हुए गोटे गाँ शिक्षित हो तेणु पिलाने उत्तम पथ देखा पूर्व से रास्तार जीवार अच्छे से जीशु कहले अहमेव पथ अहमेव सत्य अहमेव जीवन मोरे बिना कोपी स्वर्ग न गच्छति जीशु कहले मो पथ सत्य जीवन मो बिना कई जीवन बापा माँ मैंने प्रथम घरे रही पिला आम शिक्षित कर मदर्स डे मुझे अनुरोध करती मो माँ मान आपण मान पिला शिक्षित करते सुशिक्षित करते काली आम गत काली बसुलु प्रभाती तार लेखक कर्मशाला आम कथा पिला केमी युव पिला केमी साहित्य प्रति आकर्षित करवा संस्कृति प्रति आकर्षित करवा माँ मैंने आज आपण मान समय आमर सर्वोच्च नागरिक होती महाजन सर्वोच्च नागरिक 1 नंबर नागरिक तेणु माँ मान सजाड़ा से कहले नारी वृद्धि संसार श्री हुए नारी बुद्धि हेले उड़ा संसार श्री हुए चुना नारी बुद्धि जो कमिब हवा निश्चित फल दब आदम खाइब आज्ञा मो बापा मान सपोर्ट मो बापा मो माँ मान सपोर्ट नुह किंतु माँ मान विषय बेसी कह माँ मान बेसी भल पाए आज्ञा माँ मैंने रागिबे मुझे सब जाक माँ कथा कहूँ ना बापा कथा कहूँ मनीष भाई मो माँ कथा कहूँ ना बापा कथा कहूँ माँ मैंने अधिक अच्छा माँ मैंने कहते तेणु आपण मान पिला सुशिक्षित कर तेणु यही समय अब्राह्म कहते तुम्हें विजातीय कन्या आनबनी जाओ अधिकृत पुराना दास को डाकी कहते तुम्हें जाओ ना जाओ आज तारीख में हुए तो मोर कैलकुलेशन भूल हो पारे पाण बसुँच नाहर ठार हेब्रोन से दिन में मुझे देखुी 10,000 किलोमीटर भूल 10,000 किलोमीटर नाहर ठार हेब्रोन कन्या अन्वेषण करने जाओ कन्या अन्वेषण करने से कहते आज्ञा एत दूर मुझी जब से राजी ना तुम पुओ को नहीं जाऊँगी तुम पुओ गोटे पसंद कर धरी पलि ना 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 से कथा सावधान प्रभु दूत पेशी आगे हो मोर प्रिय माने आज आम मैंने आम पुओ झील मान प्रस्ताव खोजल के
ଚିନ୍ତା କରନ୍ତୁ ଟିକେ ଚିନ୍ତା କରନ୍ତୁ ପାଲା ଗାୟକ ମାନଙ୍କୁ ଗଣଶିକ୍ଷକ ବୋଲି କୁହାଯାଏ ସମାଜର ଶିକ୍ଷକ ଆଜ୍ଞା ପାଲା ବିଷୟରେ ତ କହିଲେ ସରିବନି ମୋର ବ୍ୟକ୍ତିଗତ ଭାବରେ ଗୋଟେ କ୍ଷୋଭ ଅଛି ସମାଜ ପ୍ରତି ପାଲାକୁ କାହିଁକି ଆଦୃତ କରୁନାହିଁ ପାଲାରେ ଯାହା ଅଛି ଆଜ୍ଞା ଆପଣମାନଙ୍କର ଟିଭିରେ ଯାଏ ନାହିଁ ଟିଭିରେ ଆଜ୍ଞା ଗୋଟେ ଗୋଟେ ଆଡଭର୍ଟାଇଜ ଆସିଲା ବେଳେ ଆମେ ପିଲାଙ୍କ ଆଖିରେ ହାତ ଦେଇ ଦଉଛୁ ଦବାକୁ ବାଧ୍ୟ ହଉଛୁ ମୋବାଇଲ ତ ଦବା ତ ନ କହିବା ଭଲ ସ୍କ୍ରଲ୍ କରୁ 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 ଯାହା ଆସୁଛି ଆମେ ସମସ୍ତେ ଉପଭୋକ୍ତା ପାଲା ଆଜ୍ଞା এই প্রকার এক বিষয় মা যদি বসিথিব ঝিও পাখে বাপা পুଅ বসিবে মা ঝিও বসিবে ଶାଶୁ ବୋହୂ ବସିବେ ଆଜ୍ଞା ଯୋଉ ସିରିଏଲ ଗୁଡ଼ିକ ଆସୁଛି ମୁଁ ତା ନାଁ ଦେଉଛି ଘର ଭଙ୍ଗା ସିରିଏଲ ଆଜ୍ଞା ତାକୁ ପୁଣି ଆମେ ଦେଖୁଛେ ଆମେ ଆମ ସ୍ୱାମୀ ମାନଙ୍କୁ କଣ କରୁଛେ ଫୋର୍ସ କରୁଛେ ଟିକେ ରିଚାର୍ଜ କରିଦିଅ ସ୍ୱାମୀ ମାନେ ମଧ୍ୟ ବିଶ୍ୱସ୍ତ ଭାବରେ ରିଚାର୍ଜ କରିକି ଘର ଭଙ୍ଗା ଶାଶୁ ବୋହୂ ଖୋଜିବା ଶିଖେଇବା ପାଇଁ ତେଣୁ କହୁଛନ୍ତି ନାହାର ଆମେ ଟିକେ ଚିନ୍ତା କରିବା ଆମ ପିଲାମାନଙ୍କର ବିବାହ ପ୍ରସ୍ତାବ ଆମେ କେମିତି ଆଣୁଛେ ଆମେ କଣ କରୁଛେ ମତେ ଆଜି ଆଜ୍ଞା ଗାଡି ଧରିକି ଆଇଲା ବେଳେ ଜଣେ ମା ମତେ ଫୋନ କରୁଛନ୍ତି ମିଛ କହୁଛି ମୋ ଝିଅ ମୋର ଗୋଟେ ଝିଅ ଅଛି ଆଉ ଟିକେ ତା ପାଇଁ ଗୋଟେ ପ୍ରସ୍ତାବ ଦେଖାଉଛି ମୁଁ 4 ଥର କହିଲି 5 ଥର କହିଲି ଆଜ୍ଞା ପ୍ରାର୍ଥନା କରିବି ସିଏ କହୁଛନ୍ତି ଆଜ୍ଞା ପ୍ରାର୍ଥନା କରିବା ତ କିନ୍ତୁ ଦେଖନ୍ତୁ ଆଜ୍ଞା ଝିଅ ପୁଅ ସେ 4 ଥର କହୁଛନ୍ତି ତେଣୁ କଥା ହଉଛି ଆଜ୍ଞା ଅବ୍ରାହ୍ମ ପଠଉଛନ୍ତି ସଦାପ୍ରଭୁ ପରମେଶ୍ୱର ଆପଣ ପୁତ୍ରଙ୍କର ବିବାହ ନିମନ୍ତେ ପବିତ୍ର ଆତ୍ମା ରୂପୀ ଦାସକୁ ପଠାଉଛନ୍ତି ତୁମେ ଯାଅ ଜଗତକୁ ଅନେକ ପଥକୁ ମୋର ପୁତ୍ର ନିମନ୍ତେ ଏକ କନ୍ୟା ପ୍ରସ୍ତୁତ କରିବ ପ୍ରିୟମାନେ ଆମେ ସମସ୍ତେ ତାଙ୍କର କନ୍ୟା ପାଇଁ ପ୍ରସ୍ତୁତ ହେଉଛେ ଜାଣିନାହିଁ ଦାସ ପବିତ୍ର ଆତ୍ମା ରୂପୀ ଦାସ କାହାକୁ ମନୋନୀତ କରିବେ ଦାସ କହୁଛନ୍ତି ମହାମହିମା ମୁଁ ଦେଖିନଥିଲି ଏକରେ କିଛି ଯୁବା ପିଲାମାନେ ବସିଛନ୍ତି ଏପଟକୁ ଟିକେ ଅନେଇବା କହୁଛନ୍ତି ସେ ଫଟୋ ଉଠାଉଛି ଅବ୍ରାହ୍ମ କହୁଛନ୍ତି ଯେ ପ୍ରଭୁ ମତେ ଯେଉଁ ପ୍ରତିଜ୍ଞା କରିଛନ୍ତି ଯେଉଁ ଦେଶ ସମସ୍ତ ଦେବ ବୋଲି ତୁମେ ସେଇ ଦେଶ ମାନଙ୍କ ସେଇ ଦେଶକୁ ଯାଅ ମୋର ପୁଅ ପାଇଁ ଏକ ଉପଯୁକ୍ତ କନ୍ୟା ନିରୂପଣ କରି ଆଣ ଯଦି କେହି ସମ୍ମତ ନ ହୁଅନ୍ତି ତେବେ ତୁମେ ପ୍ରତିଜ୍ଞା ମୁକ୍ତ ତୁମେ ଶପଥରୁ ମୁକ୍ତ ହେଲ ଟିକେ ବସିଯା କଥା ଆଜ୍ଞା ରହିବ ବସା ତୁମେ ଯେ ଶପଥରୁ ମୁକ୍ତ ହେଲ ଆରେ ଆମ ଘର କଥା
ପ୍ରଭୁଙ୍କର ଗୌରବ ମୋର ପାଲା ଗାଇବା ହେଲା 32 ବର୍ଷ। ନବମ ଶ୍ରେଣୀରେ ପଢୁଥିଲି। ମୁଁ ପ୍ରଥମ କାନ୍ଧରେ ମୃଦଙ୍ଗ ପକେଇଥିଲି 92 ମସିହା ଏପ୍ରିଲ ମାସ 26 ତାରିଖ। ପ୍ରଭୁ ଅନୁଗ୍ରହ କଲେ ମୁଁ ଯେତେବେଳେ ଗାୟକ ହେଲି ମୋତେ ଗୋଟେ ସେଇ ପ୍ରକାର ପିଲା ଦେଲେ। ସେ ମଧ୍ୟ ନୂତନ କରି ଛିଡ଼ା ହେଇଛି, ନବମ ଶ୍ରେଣୀରେ ପଢୁଛି। ପ୍ରଭୁ ଅନୁଗ୍ରହ କରିଛନ୍ତି। ମୋର ସାତ ବାପା, ମୋର ବାପା, ମୋର ବଡ଼ ବାପା, ମୋର ପିଇସା, ମୋର ଭାଇମାନେ ସମସ୍ତେ ସଙ୍ଗୀତ ମଧ୍ୟରେ ଥିଲେ। ଆଉ ମୁଁ ବେଳେବେଳେ କୁହେ ମୋର ଜନ୍ମ ବାଜା ବଜେଇବା ପାଇଁ। କିଛି ଭାଇମାନେ କହୁଥିଲେ ଯେ ସେ ବାୟକ, ସିଏ କ'ଣ ପାଲା ଗାଇବ। ସତ କଥା ଆଜ୍ଞା, ମୁଁ ଜଣେ ବାୟକ। ଖ୍ରୀଷ୍ଟୀୟ ସମାଜରେ ଯଦି ଆଜି ମୋର ପରିଚୟ ଥାଏ ତାହେଲେ ଜଣେ ବାୟକ ହିସାବରେ ପ୍ରଭୁଙ୍କର ଗୌରବ ପାଇଁ କହୁଛି। ତ ଯେତେବେଳେ ପ୍ରଭୁ ମୋତେ ଆଉ ଗୋଟେ ପାହାଚକୁ ଉଠାଇଲେ ମୁଁ ବହୁତ ଚିନ୍ତିତ ଥିଲି ଯେ ସେ ଦାୟିତ୍ୱଟା କିଏ ନେବ, ସେ ଦାୟିତ୍ୱ କିଏ ନେବ। ଏଠି ସବୁଯାକ ବସୁଛନ୍ତି ବଜେଇଲା ବେଳେ। ମୋ ବାବା ଗୋଟେ କାହାଣୀ କହୁଛି। ଆମ୍ବ ପାଚିଥାଏ ଗଛରେ, ତାଙ୍କର ଗୋଟେ ଆଈ ଥାଏ। ସେ ଆଈ କ'ଣ କହନ୍ତି ଯାଇକି ଆମ୍ବ ମାଗନ୍ତି, ଶୁଣଟା କର ଆଈକୁ ଯାଇକି ଆମ୍ବ ମାଗନ୍ତି। ସେ ଆଈ ଯେତେବେଳେ ଆମ୍ବ ମାଗନ୍ତି କହନ୍ତି କ'ଣ, ଆଜ୍ଞା ପାଚୁ ଦେବି। କ'ଣ ପାଚୁ? ଆଜ୍ଞା ଯେତିକ ପାଚିଲା ଥିବ ସେ ତ ଝଡ଼ି ପଡ଼େ, ଆଉ କୋଉ କଞ୍ଚା ଘର ତ ଦବନି। ପାଚୁ ଦେବି ଆମ୍ବ ଖାଇବୁ ଖାଇବୁ। ମତେ କାକ ମୋର ପୁତୁରା ମତେ ସବୁ ଶନିବାର କହୁଛି ଯିବ, କହୁଛି ଶନିବାର ଯିବି। ହେଲେ ଶନିବାର କୋଉଟା? ମୋ ସାନ ଝିଅ କାଲି ସ୍କୁଲରେ ପଢୁଥିଲା। ସଣ୍ଡେ, ମଣ୍ଡେ, ଟ୍ୟୁଜଡେ, ୱେଡନେସଡେ, ଥର୍ସଡେ, ଫ୍ରାଇଡେ, ସଟରଡେ, ତାପରେ ଆଜ୍ଞା 18 ଡେ ଆସିଲା ତାର। ତାପରେ ତାର 18 ଡେ ଆସିଲା। ଏଇ 18 ଡେଟା ହଉଛି ଅଧିବର୍ଷ। 18 ଡେଟା ଅଧିବର୍ଷ ଗୋଟେ ଏକ୍ସଟ୍ରା 29 ମାସ ପଡେ। 29 ଦିନକୁ ସେ 19। 5 ବର୍ଷରେ ଥରେ ଆସିବ 29 ଫେବୃଆରୀ, ସେ ସେଇଦିନ ଯିବ। ତେବେ ମଜା ଯାଉଛି Super fine nylon, chura super fine nylon, super fine nylon, chura super fine nylon, chura. ପରିଚୟ କରେ, ସମସ୍ତଙ୍କୁ ଜାଣିଦେବେ। ଆଙ୍କ ନାଁ ଜାଣିଛନ୍ତି କ'ଣ? ଆଙ୍କର ଆଗ ଆଡୁ ଯା, ପଛ ଆଡୁ ସେ। ଆଙ୍କର ଆଗରୁ ଦେଖିଲେ ଯେନ୍ତା, ପଛରେ ଦେଖି ସେନ୍ତା। ଏବେ କୁହନ୍ତୁ କ'ଣ ହେଇଯିବ? ଆଉ କ'ଣ ଜାଣିଛ? ଆଙ୍କ ନାଁ ହଉଛି ଲୁଲୁ। ଦେଖ ସାଡେ ବିକ୍ରି ହଉଛି କ'ଣ ହଉଛି? ଆଚ୍ଛା ଆଙ୍କ ବୟସ ଜାଣିଛନ୍ତି କେତେ? କହିବୁ 80-90 ଯିବା। ହଉ ଶ୍ୱଶୁର ମୋ ଗରମ ମୁଢ଼ି, ଶାଶୁ ମୋର କଚି କାକୁଡ଼ି। ଶ୍ୱଶୁର ମୋ ଗରମ ମୁଢ଼ି, ଶାଶୁ ମୋର କଚି କାକୁଡ଼ି। ଶ୍ୱଶୁର ମୋ ଗରମ ମୁଢ଼ି, ଶାଶୁ ମୋର କଚି କାକୁଡ଼ି। ଶ୍ୱଶୁର ମୋ ଗରମ ଶାଶୁ ମୋର ଶାଢ଼ୀଟା ମୋହର ଅତିରେ ଫୁଲେ, ଶାଢ଼ୀଟା ମୋହର ଅତିରେ ଫୁଲେ। ଯାଉଛି ମଜା ଯାଉଛି।
କ'ଣ କହିଲେ ତାପରେ ବ୍ରେକ୍ ନଛ ପିଲା ବ୍ରେକ୍ ନଗାଇଲେ ଲାଇନେ ଭୂତାସୁର ଅଦାର ଶୁଣ ଖୁଡ଼ି ଶାଶୁ ଦିରା ଫୁଟଣ ଭୂତାସୁର ଅଦାର ଶୁଣ ଖୁଡ଼ି ଶାଶୁ ଦିରା ଫୁଟଣ ଭୂତାସୁର ଅଦାର ଶୁଣ ଖୁଡ଼ି ଶାଶୁ ଦିରା ଫୁଟଣ ପିକା ମୋହର ଦକ୍ଷିଣିଆ ଲଙ୍କା ଦିନକୁ 18 ବେଶ ହେଉଛି ବାଟ ଛାଡ଼ ଚୁଡ଼ା ଭଜା ଯାଉଛି ବାଟ ଛାଡ଼ ଚୁଡ଼ା ଭଜା ଯାଉଛି ବାଟ ଛାଡ଼ ଏ ଚୁଡ଼ାକୁ ଯିଏ ଖାଇବ ଟଙ୍କା ଥିଲା ଖାଇବ ଟଙ୍କା ଥିଲେ ପୁରା ଚୁଡ଼ାକୁ ଯିଏ ଖାଇବ ଟଙ୍କା ଥିଲେ ଟଙ୍କା ହୋଇବ ଯିଏ ଖାଇବ ଟଙ୍କା ଥିଲେ ଟଙ୍କା ହୋଇବ ଏ ଚୁଡ଼ାକୁ ଯିଏ ଖାଇବ ଟଙ୍କା ଥିଲେ ଟଙ୍କା ହୋଇବ ଶହେ ଆଠ ଆରେ ଶହେ ଆଠ କ'ଣ भाई कौन हालिया है गलो की आमर साईर देवाशीष नायक आ देवू भाई सी आमर ये पाला दल को 500 टंका प्रदान कर मंडापड़ार आई सी बायकर आई सी बायकर बात्य मुग्ध हो 100 टंका प्रदान कर आम साईर मिकु भाई सी पुअर पुओ मानव प्रार्थना लोड़ी एवं पाला दल को 1200 टंका प्रदान कर आमर सुताहाटर कावा भाई सी पाला दल को से गायकों को सी 500 टंका प्रदान कर आम साईर नेता भाई सी बायकर बात्य मुक्त हो सी 200 टंका प्रदान कर आम साईर जड़े भौणी सी जो नर्तकी आम जो कमेडियन कले नर्तकी से एक्टिंग रे खुशी हुई सी 500 टंका प्रदान कर पाला टीम को आमर साईर पुंटू भाई सी 500 टंका प्रदान कर जो गाड़ी ब्रेक नथिला खाली खसी जाऊला पड़ी जाऊला से ब्रेक जो लगिया से जो कौड़ी गाड़ी देखिकी बाटर देखिकी गैरेज फैरेज ब्रेक लगे जड़े भाई 200 टंका आ जड़े भौणी 100 टंका प्रदान कर अरे एते प्राइज देलेनी पूरा प्राइज दे कोन कोन पूरा प्राइज दे तमोरा प्राइज दो काब अरे भाई करो हां इतरा कथा होई कोन कथा होई अरे मुटोई
ଏ ଭାଇଙ୍କର ଠିକରେ ସୁଧ କର ପାଟି କଣ ନର୍କ ଗୀତରେ ମୁକ୍ତ ହୋଇ ଏବଂ ନାଚରେ ନାଚରେ ମୁକ୍ତ ହୋଇ ମୁଗ୍ଧ ହୋଇ ଗୋଟେ ପାଇଛନ୍ତି ତମ ଦବ ତ ଆରେ ଇଏ ହଉଛନ୍ତି ମକିଛୁ ଇଏ କାହାକୁ କିଛି ଦିଅନ୍ତି କାଲି ଆଙ୍କର ହଉଛି ନବମ ଶ୍ରେଣୀ ପାଠ ଦଶମ ପାଠ ଆଙ୍କର ନାହିଁ ଯଦି ଦଉଛନ୍ତି ତାହେଲେ ନେଇ ଆସ ଶୀଘ୍ର ନେଇ ଆସ ଆରେ କଣ ଅଛି ଆରେ ଗୋଟେ ଝାଡୁ ଆଣିଛି ଆଉ ପଇସା ପତ୍ର କିଛି ଦବୁ କାହିଁ ନବ ଆଚ୍ଛା ଝାଡୁଟା ନେଇକି ସେ କଣ କରିବେ ହଁ ସେ ଝାଡା ଯିବେ ଗାଧେଇବେ ମନ୍ଦାମନ୍ଦି କରିବେ ସବୁ ଭାଇ ସବୁ ଭାଇ ଅଛନ୍ତି ଭାଇ ଟିକେ ଦେଖ ଆମ ଗାଁର ନାଁ କେମିତି ପକଉଛନ୍ତି ଏଠି ଆସିକି ସେ ଗୋଟେ ଟାଉନ ଦଉଛନ୍ତି ତମ ଦାଦାଙ୍କୁ ସେ ଏଇଥିରେ ସେ ମାନେ ସବୁ କିଛି କାର୍ଯ୍ୟକ୍ରମ ସାରିବେ ଆରେ ମୁଁ କରୁଛି ଧର ଆରେ ତମେ କରୁଛ କଣ କରୁଛ ଟିକେ କହିଲ କହିଲ କଣ କରୁଛ କହିଲ ଦେଖିଆ ରୁହ ତମେ କଣ ଏକ ଦୁଇ ତିନି ସବୁ ଯାଉଛ ତୁ ଯାଉଛି ଆଚ୍ଛା ରୁହ ଏଠି ତ ବଢିଆ କଥା ଅଛି ତମେ ମନେକର ଦୁଇ ଯାଇଛ ତୁ ଯାଉଛି ଆଗ କରୁ ଲୋକ ଆଇଲେ ତମେ କଣ କରିବ ଚାଲି ଆଗରେ କରିବି ଚାଲଟା ବସିଲ ଦୁଇଟା ବସିଲ ଆଚ୍ଛା ଲକ୍ଷ ରଖିଦବ ଯଦି ପଛରୁ ରହିଲା ପଛରୁ ଆଇଲେ ଏମିତି ଏମିତି ଚାଲି ତାପରେ ଯଦି କରରୁ ରହିଲା ଏକ ରହିଲେ ସେପଟୁ ରହିଲେ ଆଚ୍ଛା ରୁହ ଏଇଥର ତମ ବୁଦ୍ଧି ବଡ କଣ ମାରିଯିବ ଏ ତ କଟକ ଚଣ୍ଡୀ ଏଠି ସେଥିପାଇଁ ମଞ୍ଚ ଥିଲା ସେଠି କାଲି ଇଏ କଟକ ଚଣ୍ଡୀ ବୁଦ୍ଧି ଆମ ଗାଡି ମଝିରେ ଛିଡା କରୁଛନ୍ତି କହିଲେ ଚାରି କରକୁ ଧରିକି ପାଲା ଗାଇବ ଯେତେବେଳେ ଚାରି କରୁ ଆସିଲେ ଲୋକ ଆସିଲେ କଣ କରିବ ଏଇ ମକେଇ ବସି ଆରେ ମୁହଁ ଦେଖି କିଏ କିଏ ପ୍ରକୃତରେ ଗୋଟେ କଥାର ଅଛି କଲେଜ ଭିଲେଜ ପିଲା କଲେଜ ଗଲେ ନଲେଜ ବଢିଲା ଆଉ ଜୟ ଜୟ ଯୁବନ ଛୋଟି ଭୁବନ ବାଟ ଛାଡ଼ ବାଟ ଛାଡ଼ ସର୍ବଙ୍କ ଜାମି ଭାଇ ବଉଠି ଯାହା କରିବେ ଜାନ ସେମାନଙ୍କୁ ରଖୁଅଛି ପ୍ରଭୁଙ୍କ ଚରଣ ବନ୍ଧନରେ ସଦା ସର୍ବଦା ଥାଉଛେ ପୂର୍ଣ୍ଣ କୃଷ୍ଣଙ୍କ ଶିଷ୍ୟରେ କରୁଥାନ୍ତୁ ପୂର୍ଣ୍ଣ ସମସ୍ତ ଜୀବନରେ କାଟନ୍ତୁ ଯେ ଧ୍ୟାନ ତାଙ୍କ ପାଇଁ ମନ ପୁଣି ରହିଲେ ପରିପୂର୍ଣ୍ଣ ଯୋଉମାନେ ଦାନ ଦେଇଛନ୍ତି ପ୍ରଭୁ ସେମାନଙ୍କୁ ଆଶୀର୍ବାଦ କରନ୍ତୁ ଏ ଦାନ ହଉଛି ବଡ ବିଷୟ ନୁହଁ ତା ଭିତରେ ଲୁଚି ରହିଥିବା ଖ୍ରୀଷ୍ଟୀୟ ପ୍ରେମ ତାହା ସଦା ସର୍ବଦା ଅମଳିନ ପ୍ରଭୁଙ୍କ ଲୋକ ଜାଣି ଯେଉଁ ପ୍ରକାର ଗ୍ରହଣ ଆପଣମାନେ କରିଛନ୍ତି ଯେଉଁ ଆତିଥ୍ୟତା ଦେଇଛନ୍ତି ତଦନୁସାରେ ପ୍ରଭୁ ଆପଣମାନଙ୍କର ଭଣ୍ଡାରକୁ ପରିପୂର୍ଣ୍ଣ ରଖନ୍ତୁ ମୁଁ ଏତିକି ପ୍ରାର୍ଥନା କରିବି ଯେଉଁ ଭାଇ ମାନତ କାମନା କରି ଆମମାନଙ୍କୁ ଦାନ ଦେଇଛନ୍ତି ତାଙ୍କର ମାନତ ଶୀଘ୍ର ପୂର୍ଣ୍ଣ ହେଉ ସବୁ ଆଶୀର୍ବାଦ କରନ୍ତୁ ଯାହା ଉଦ୍ଦେଶ୍ୟରେ ପୂର୍ଣ୍ଣ କରିଛନ୍ତି କାରଣ ବାକ୍ୟ କହେ ତୁମେମାନେ ମାନତ ମନସିବ ଭଲ ଯଦି ମାନତ ମନସି ପୂର୍ଣ୍ଣ କରୁନ ଜମା ମାନତ କରୁନ ପ୍ରତି ମାନତ କରୁଅଛ ତା ପୂର୍ଣ୍ଣ କରିବା ପାଇଁ ଚଞ୍ଚଳ ହୁଅ ମାନତ ପୂର୍ଣ୍ଣ ପାଇଛି ଭାଇଙ୍କର ସବୁ ଆଶୀର୍ବାଦ କରନ୍ତୁ ଯାହା ଉଦ୍ଦେଶ୍ୟରେ ମାନତ ହୋଇଛି ତାକୁ ଆଶୀର୍ବାଦ କରନ୍ତୁ ବୁଦ୍ଧି କରନ୍ତୁ ଆମେ ଆଗକୁ ଟିକେ ମୋହନ ମୁରତିଆ ବିଶୁ জীবনে তুম দেখা দেবে পাইবি যেতে হাসিব সুরে ঝড় তোফান মুহিনীতে তুম বন্দনা গাইবি দেখা যেবে পাই ঝড় তোফান
জীবনে প্রভু পাই নাই দেখা মোহন মূরতি মুখে আঁকিছি জীবনে প্রভু পাই নাই দেখা মোহন মূরতি মুখে আঁকিছি জীবনে প্রভু পাই নাই দেখা মোহন মূরতি মুখে আঁকিছি জীবনে প্রভু পাই নাই দেখা মোহন মূরতি মুখে আঁকিছি কনক বরণ কেতে রূপ দেইଅଛି তব অলিবাতে মোতি চৌধুরী বিজারি কনক বরণ রূপ দেইଅଛି তব অলিবাতে মোতি চৌধুরী বিজারি ଏବେ ଦେଖାଦିଅ ରୂପ ଦେବତା ଏବେ ଦେଖାଦିଅ ରୂପ ଦେବତା নয়া গছরে আশা দিব জারিছি যেতে রাখিব আছুরে জল তোফান বন্দনা গাইবি এ জীবনে প্রভু সমাধি অভিধি সবু খুঁড়ি তর্ক সুখ স্বপ্ন নিরন্তলিলে এ জীবনে প্রভু সমাধি অভিধি সবু খুঁড়ি তর্ক সুখ স্বপ্ন নিরন্তলিলে আগত হেলা বিগত মরণ হেলা নিকট কতরূপে চালিছি নরকালয়ে ଏବେ মরেলা কণ্টক ଏବେ মরেলা কণ্টক পুর পথ চাই মুহি বসিছি যেতে আসিব আসুরে বড় তোফান মুহি মন্দনা গাইবি ହଉ ଏବେ ହେଇଛି କଣ হ্যাঁ ଦାସ ଯାଇ ପହଞ୍ଚିଛନ୍ତି হ্যাঁ হ্যাঁ କଣ କଲା କଣ କଲେ ଦର୍ଶନ ବାଣୀ ଶୁଣି ଶପଥ କଲା ପୁଣି ପ୍ରଭୁ ଉରୁରେ ଦେଇ ପାଣି ପଞ୍ଚମେ ଦୁଇ ଗୁଣି ମରୁ ପଦ ନିର୍ମାଣୀ ଲକ୍ଷ୍ୟ ପଥେ ହେଲା ଅଗ୍ରଣୀ ପହଞ୍ଚି ଗଲେ 10ଟି ଅଟୋ ନେଇ ପହଞ୍ଚି ଯାଇଛନ୍ତି କାହିଁ ଗୋଟିଏ ଅଟୋ ନେଲେନି କାହିଁକି 10ଟା ଅଟୋ ନେଇକି ଗଲେ ମୁଁ ଗୋଟେ ଗୀତ ଲେଖିଛି ଆଜ୍ଞା ଛୋଟ ଛୋଟ ପିଲାମାନଙ୍କ ପାଇଁ ଦୁଇ କେ ଦୁଇ ଆମ୍ବ ଛଡ଼ା ତୁମର କେହି ନାହିଁ ଆମ୍ବ ଛଡ଼ା ତୁମର କେହି ନାହିଁ ଦୁଇ ଦୁଣେ ଚାରି କରିବ ପୂଜା କେବେ ପ୍ରତିମା କାହାରି କରିବ ପୂଜା କେବେ ପ୍ରତିମା କାହାରି କାହିଁକି ପ୍ରଥମ ଅଟୋ ଗୋଟିଏ ଅଟୋ ନେଲେନି 10ଟି ଆଜ୍ଞା ଆଜ୍ଞା ପ୍ରଦାନ କରାଯାଇଛି ଏ 10ଟି ଅଟୋରେ ଗଲେ ପ୍ରଥମ ଆଜ୍ଞା ଆଗକୁ ଛାଡ଼ି ଈଶ୍ୱର ବୋଲି ନ ମାନନ୍ତି ତାପରେ ଗଲେ ସେତିକି ନୁହଁ ଦ୍ୱିତୀୟ ଅର୍ଥ ହେଲା କଣ ନା ସେତେବେଳର ନିୟମ ଅନୁସାରେ ପରମେଶ୍ୱର ଅବ୍ରାହ୍ମକୁ କହିଲେ ଯଦି ଏଇ ଦେଶରେ ଅତି କମରେ 10 ଜଣ ଧାର୍ମିକ ଲୋକ ଥିବେ ତେବେ ମୁଁ ଦେଶକୁ ଧ୍ୱଂସ କରିବି କେବଳ ସେତିକି ନୁହଁ ଆଉ ଟିକେ ଆଗକୁ ଗଲେ ଋତର ବିବରଣରେ ଋତକୁ ମୁକ୍ତ କରିବାକୁ ଯେତେବେଳେ ଯାଉଛନ୍ତି
ଆଖି ନାହିଁ ତାକୁ ଯାଉଛୁ ଆଚ୍ଛା ତେଣୁ ହଁ 10ଟି ଆଖି ଅତିକ୍ରମ ଦରକାର ହଉଥିଲା ବୋଲି ସେ 10ଟା ଉଠେ ନେଇକି ଗଲେ। ଆରେ ଲୁଲୁ ଭାଇ ହଁ ଭାଇ ଆମେ ଶପଥ କଲେ କହୁଛୁ ମୁଣ୍ଡ ତୁ ଶପଥ କର ଆଚ୍ଛା ଆଖି ତୁ ଶପଥ କର ହଁ ସିଏ କାହିଁକି ଜଙ୍ଗକୁ ଛୁଇଁଲେ ଏଇଠି ଜଖମ ଏଇଠି ତମେ ଯୋଉଟା କହୁଛ ସତ କଥା ହଁ ହେଲେ ପାଲକ ସରିଗଲାଣି ଆଉ ଅଳ୍ପ ସମୟରେ ନିର୍ଦ୍ଦେଶ ନାଇଁ ଆମେ ଶୁଣିବୁ ସମସ୍ତେ ଶୁଣିବେ ଜଖମ କାହିଁକି ଠିକ ଅଛି ଠିକ ଅଛି ହଁ ପ୍ରକାଶିତ ବାକ୍ୟରେ ଲେଖାଗଲା କଣ କଲେ ତାଙ୍କ ଜଙ୍ଗରେ ହଁ ତାଙ୍କ ନାମ ଲେଖାଯାଇନି ତାଙ୍କ ନାମ ପବିତ୍ର ଆଦି ପୁସ୍ତକରେ ହଁ ହଁ କୃଷ୍ଣଙ୍କର ନାମକୁ ହଁ ନାରୀର ବଂଶ ବୋଲି ଘୋଷଣା କରାଯାଏ ଆଚ୍ଛା ନାରୀର ବଂଶ ବୋଲି ଘୋଷଣା କରାଯାଏ ହଁ ହଁ କୃଷ୍ଣଙ୍କ ବିଷୟରେ ହଁ। ଯେତେବେଳେ ଯଦି ଆମେ ବୁଦ୍ଧାକୁ ଦେଖୁ ଚଳନ୍ତ ବୁଦ୍ଧା ତାହା କୃଷ୍ଣକୁ ବୁଝାଏ ହଁ ଯେତେବେଳେ ଦିନରେ ମେଘସ୍ତମ୍ଭ ରାତ୍ରିର ଅଗ୍ନିସ୍ତମ୍ଭକୁ ଦେଖାନ୍ତୁ ସେତେବେଳେ ଆମେ କୃଷ୍ଣଙ୍କର ନାମକୁ ବୁଝାଏ କୃଷ୍ଣଙ୍କର ନାମ ପରମେଶ୍ୱରଙ୍କର ଜନ୍ମରେ ଲେଖାଥିବାରୁ ପବିତ୍ର ସ୍ଥାନ ପବିତ୍ର ନାମ ସେ ପବିତ୍ର ନାମ ଉପରେ ହସ୍ତ ରଖି ସ୍ପର୍ଶ କରି ପବିତ୍ର ସାକ୍ଷ୍ୟ ଦେବା ପାଇଁ ସେ କହିଲେ ଦ୍ୱିତୀୟ ବିଷୟ ଆଜ୍ଞା କେହି ଭୁଲ ବୁଝିବେନି ମା ମାନେ ଅଛନ୍ତି ମୋ ଛୁଆ ମାନେ ଅଛନ୍ତି ବା ସାନ ସାନ ଭାଇ ମାନେ ଅଛନ୍ତି ଏଭ୍ରିୟ ମାନଙ୍କର ଗୋଟେ କଷ୍ଟମ ଥିଲା ଗୋଟେ ରୀତି ରିବାଜ ଥିଲା ବିବାହ ପରେ ଯୋଉ ବିବାହ ରାତ୍ରରେ ଯଦି ସେମାନେ ଜାଣନ୍ତି ଯେ ଏଇ ସ୍ତ୍ରୀଟି ଅସତୀ ସ୍ତ୍ରୀ ଅପବିତ୍ର ସ୍ତ୍ରୀ କିନ୍ତୁ ସେ ପୁଅର ଘରର ପ୍ରେମ ସେ ସ୍ତ୍ରୀ ପ୍ରତି ଅତ୍ୟଧିକ ଥାଏ ସେ କଣ କରେ ନା ଆପଣଙ୍କ ଜଙ୍ଘ କାଟି ସେ ରକ୍ତକୁ ସେଇ ଚାଦର ଉପରେ ପକାଇ ପରିବାରକୁ ଦେଖାଇଥାନ୍ତି ମୋ ସ୍ତ୍ରୀ ହଉଛି ଉତ୍ତମ ସ୍ତ୍ରୀ ଆଉ ସେ ସ୍ତ୍ରୀ ସେ ପଥର ପକାଇ ମାରନ୍ତି ନାହିଁ ଅନୁରୂପ ଭାବେ କୃଷ୍ଣ ମତେ ଏବଂ ଆପଣ ମାନଙ୍କୁ ଉଦ୍ଧାର କରିବାକୁ ଯାଇ ଅସ୍ତିତ୍ୱର ଆଖ୍ୟା ଦେବାକୁ ଯାଇ ନିଷ୍କଳଙ୍କ ନିଷ୍କୁନ୍ତ ମେଷ ଶାବକ ସିଏ କିନ୍ତୁ ଆମମାନଙ୍କୁ ନିଷ୍କଳଙ୍କ କରିବା ପାଇଁ ନିକୁନ୍ତ କରିବା ପାଇଁ ନିଦାନ କରିବା ପାଇଁ ସତୀ କନ୍ୟା ସଦୃଶ ନେଇଯିବା ପାଇଁ କୁମାରୀ କନ୍ୟା ସଦୃଶ ନେଇଯିବା ପାଇଁ ଆପଣର ରକ୍ତ ଝରାଇ ଦେଇ ଜଗତକୁ ଦେଖାଇ ଦେଲେ ସେ ସମାପ୍ତ ହେଲା ତେଣୁ ସେ ଜଙ୍ଗରେ ହାତ ପାଇ ପ୍ରତିଜ୍ଞା କଲେ କଣ ପ୍ରତିଜ୍ଞା କରିଛନ୍ତି ମନରେ ଥିରି ଥିରି ଡାକଇ ଡରି ସେ ଯୋଉ ଗାମଛା ଯୋଉ ଛୋଟ ଥିଲା ନା ଛୋଟ ଗାମଛାଟା ଛୋଟ ଗାମଛା ଥିଲା କୁଆଡକୁ ପାଉନାହିଁ ସେଥିପାଇଁ ଜଣେ ଭାଇ ତାଙ୍କ ଗାମଛା ବିକିକି 200 ଟଙ୍କା ଦେଇଛନ୍ତି କହିଲେ ଭାଇକି ଦେଇଦେବେ ଗୋଟେ ବଡ ଗାମଛା କିଣିଦେବେ ଆଉ ସେ ଚାରିଆଡକୁ ଘୋଡେଇ ହେଉଥିବ ଆଉ ମୁହଁ ଲୁଚିବାକୁ ପଡିବନି ଆଉ ଆମର ମକରାଶୟର ଖୋକନ ଭାଇ ସିଏ पूरा टीम को ए पाला दल को 500 टका प्रदान कर टाकला टाकला गोटे देखी चिमुन भाई टाकला सी
सी 100 टଙ୍କା ଦେଇଛନ୍ତି ଆମର ବାୟକ ଭାଇଙ୍କୁ। ମାରି ଚାଲ ରସଗୋଲାରୁ ରସ ଖାଅ ଚୁପୁଡ଼ି ରସ ରହିଲେ ଲାଗି ଯିବେ ପିପୁଡ଼ି ରସଗୋଲାରୁ ରସ ଖାଅ ଚୁପୁଡ଼ି ରସଗୋଲାରୁ ରସ ଖାଅ ଚୁପୁଡ଼ି ଇଲେ ଲାଗି ଯିବେ ପିପୁଡ଼ି ରସଗୋଲାରୁ ରସ ଖାଅ ଚୁପୁଡ଼ି। ଯୋଉ ଭାଇମାନେ ଦାନ ଦେଇଛନ୍ତି ପ୍ରଭୁ ଆଶୀର୍ବାଦ କରନ୍ତୁ। ଆଉ ରସଗୋଲାରେ ରସ ଦେବା ପାଇଁ ଆଉ ସମୟ ନାହିଁ, 10 ମିନିଟ୍ ସମୟ ଆସିବ। ମୁଁ ଚୁପୁଡ଼ି ଥିଲି ସେଇଠୁ ମିଠାଟା ଭଲ ଲାଗି ସେଟା ଛେନା ଗଜା ଥିଲା। ତାମାନେ ତମେ କହୁଛ ଛେନା ଗଜା ଦେଇଥିଲ ଆଉ ଖାଇବା ପରେ ଗୋଟେ ରସଗୋଲା ଦବ ଏହା ତ। ଆଚ୍ଛା ଦେବେ ଭାଇମାନେ ତମେ ଦେବେ ଶୋକର ଭାଇ ଯେଉଁ ଦାନ ଦେଲେ ଆଉ ବିଶେଷରେ ପ୍ରଭୁ ଧନ୍ୟବାଦ ଦିଏ। ମୋର ବଡ଼ ଭାଇ ଅନୁଷ୍ଠାନ ତାଙ୍କର, ସେ ହେଉଛନ୍ତି ଅନୁଷ୍ଠାନର ଉତ୍ତରାଧିକାରୀ। ଆମେ ତାଙ୍କଠୁ ଆଣିଛୁ। ମୋର ପିଇସା ଯେଉଁ ଦାନ ଦେଇଛନ୍ତି ସେମାନେ ପ୍ରଥମର ଉତ୍ତରାଧିକାରୀ। ଗୋପନ ଭାଇ ମୋର ବଡ଼ ଭାଇ ଅଞ୍ଜୁ ଭାଇ ବସିଛି ଏକାରେ, ସେମାନେ ହେଉଛନ୍ତି ଉତ୍ତରାଧିକାରୀ। ଆଉ ସେମାନଙ୍କର ବଦାନ୍ୟତା ଆମମାନଙ୍କ ପ୍ରତି ଅଛି ବୋଲି, ସେମାନଙ୍କର ସେଇ ଆଶୀର୍ବାଦ ଯୁକ୍ତ ହସ୍ତଟି ଆମମାନଙ୍କର ମଥା ପରେ ଅଛି ବୋଲି ଆମେ ଆଜି ଏ ସ୍ଥାନରେ ଛିଡ଼ା ହେଇପାରିବୁ। ତେଣୁ ମୁଁ କ'ଣ ଧନ୍ୟବାଦ ଦେବି, ଏତିକି ନିବେଦନ କରିବି ସଦାସର୍ବଦା ଆମମାନଙ୍କ ପାଇଁ ପ୍ରାର୍ଥନା କରିବେ, ପ୍ରାର୍ଥନାର ତୋଳି ଧରିବେ ଆଉ ଆମମାନଙ୍କୁ ଏଇ ପ୍ରକାର ଉତ୍ସାହ ଯୋଗାଇବେ। ପ୍ରଭୁ ଆଶୀର୍ବାଦ କରନ୍ତୁ ଆମ ପ୍ରତ୍ୟେକ ଜଣଙ୍କୁ। ଆଜି ଦାସ ଆଜି କୂପମୂଳେ ପହଞ୍ଚିଲେ ପବିତ୍ର ଆତ୍ମା ରୂପେ ଦାସ ମଣ୍ଡଳୀ ମଧ୍ୟରେ ଆସି ପହଞ୍ଚୁଛନ୍ତି, ରକ୍ଷା ରଖୁଛନ୍ତି। ଏଇ ମଣ୍ଡଳୀ ସିରି ସିରି ଏଇ ଗ୍ରାମର ଏଇ ମଣ୍ଡଳୀର ସିରି କହିଲେ କି ସୌନ୍ଦର୍ଯ୍ୟମୟୀ ସ୍ତ୍ରୀମାନେ କନ୍ୟାମାନେ ଆଜି ପାଣି ଦେବା ପାଇଁ ଆସୁଅଛନ୍ତି। କଣ କହିବି ଦମ୍ଭେ ଫେରି ଫେରି ମୁଁ ଯାଉଛି କହିବି। ଆଉ କେବେ ବଳି ବଳି ଦମ୍ଭ ସମ୍ଭାଳି ବଳି ଦମ୍ଭ ସମ୍ଭାଳି ବଳି ଦଳି 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 ସର୍ବ ଦଳି 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 କହୁଛନ୍ତି କେବେ ବଳି ବଳି ଦମ୍ଭ ସମ୍ଭାଳି ଲାଳି ମୁହାଙ୍ଗା ଦେବ ପାଳି ପାଳି। କହୁଛନ୍ତି ମୁହାଙ୍ଗା କହିଲେ କି ଓଟୋ, ଆଜ୍ଞା ଓଟୋ ମାନଙ୍କୁ କିଏ ଯଦି ବଳି ବଳିକି ପାଣି ଦବ ତେବେ ମୁଁ ତାକୁ କଣ କରିବି ନିରୂପିତ ସୁମାଳି ମାରି। କହୁଛନ୍ତି ଏଇ ନଗରର କନ୍ୟାମାନେ ଆଗେ ଆସୁଛନ୍ତି ପାଣି ଦେବା ପାଇଁ, ସେମାନଙ୍କୁ ଯାଇ ମୁଁ ଜଣକୁ ମାଗିବି ମତେ ପାଣି ଦିଅ। ଯିଏ କହିବ ମହାଶୟ ଆପଣଙ୍କୁ ପାଣି ପିଆଇବା ସଙ୍ଗେ ସଙ୍ଗେ ଓଟମାନଙ୍କୁ ମୁଁ ପାଣି ପିଆଇବି, ତେବେ ସେଇ ହେଉଛି ପ୍ରଭୁଙ୍କର ମନୋନୀତ କନ୍ୟା। ଆଜ୍ଞା ଛୋଟିଆ କଥା ଟିକେ ଚିନ୍ତା କରିବେ, ସେତେବେଳର ସରକାରଙ୍କ ନଥିଲା, ଆମ ସରକାର ଯଦି କରିଛନ୍ତି କଣ ସୁଜଳ ଯୋଜନା, ଟ୍ୟାପ ଖୋଲିଲେ ପାଣି ସେମିତି ନଥିଲା, ପାଣି ମଟର ଲଗେଇଲେ ପାଣି ସେମିତି ନଥିଲା, ଟ୍ୟୁବୱେଲ ମାରିଲେ ପାଣି ସେମିତି ନଥିଲା, ପାଣି କାଢିଲେ ଦୌଡ଼ିଲେ ପାଣି ନାହିଁ, କୂଅ ଭିତରକୁ ପଶିବେ ପାଣି କାଢିବେ। ନାରୀ ସିଏ ନା ଆପଣ ମାନେ ଜାଣନ୍ତି ଜଣେ ଓଟ କେତେ ପାଣି ପିଏ। 10ଟି ଓଟକୁ ପାଣି ପିଇବା ସହଜ କଥା ନୁହଁ। ନାରୀ ବୋଲି ସେ ମାନେ
ଆଜି ହଁ ମଣ୍ଡଳୀକୁ ଖାଲି କାଖରେ ବାଇବଲକୁ ଡାକି କଳସିକି ଡାକି ବାଇବଲ ପଶିଗଲେ ହବନି। ନାଇଁ ନାଇଁ ମଟକୁ ପାଣି ପିଆଇବାର ଅଛି। ହଁ ପବିତ୍ର ଆତ୍ମା ଅପେକ୍ଷା କରିଛନ୍ତି। ହଁ ପ୍ରଥମ ଆଜ୍ଞାଠୁ 10 ଆଜ୍ଞା ପର୍ଯ୍ୟନ୍ତ ଆଚ୍ଛା ଅପେକ୍ଷା କରିଛନ୍ତି। ହଁ। କେତେବେଳେ ମୋ ପାଳି ଆସିବ ହଁ। ମୋର ଝିଅ ହଁ। ମୋର ପୁଅ ଆଚ୍ଛା। ବଳି ବଳି ହଁ। ମତେ ପାଣି ପିଆଇବ। ହଁ ଆଜ୍ଞା ମୂଷାଙ୍କୁ 10 ଆଜ୍ଞା ଦିଆଗଲା। ହଁ ମୂଷାକୁ 10 ଆଜ୍ଞା ଦିଆଗଲା। କାଳକ୍ରମେ 613ଟା ଆଜ୍ଞା ହେଇଗଲା। ଆଚ୍ଛା ସେ 613 ଆଜ୍ଞା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଠାରେ ଗୋଟିଏ ହେଇଗଲା। ହଁ ମୁଁ ତଳ ଆଡକୁ ଯିବି ନା ଉପର ଆଡକୁ ଯିବି କୁଆଡେ ଯିବି ଆଜ୍ଞା? ଦଳାଣ ଲୋକ ସଂଖ୍ୟା ତ କମିଗଲେଣି। ହଁ ମୋର ଗୋଟେ ଭଲ ପ୍ରଶ୍ନ ଅଛି ସମସ୍ତଙ୍କୁ। ଆଚ୍ଛା କହିଲେ ଦେଖିବା ମା ମାନେ ବାପା ମାନେ ବଡ ପାଟିରେ କହିବେ ବାପା ମାନେ ଟିକେ କହିବେ ଆଜି ମଦର୍ସ ଡେ କହିଲେ ଦେଖିବା କାହା ଲାଙ୍ଗୁଡରେ ନିଆଁ ଲାଗିଥିଲା ଜୋରେ କହିବେ କାହା ଲାଙ୍ଗୁଡରେ ନିଆଁ ଲାଗିଥିଲା? ଭେରି ଗୁଡ୍। କାହାର ପାଲା ଗାଇବାକୁ ଆସିଥିଲି ଏଠି ହନୁମାନ ତ ନଥିଲା। ବାଇବଲ ମତେ ବିଲୁଆ ଲାଙ୍ଗୁଡେ ନିଆଁ ପୁଣି ଲଗାଥିଲା। ମୁଁ ଖ୍ରୀଷ୍ଟୀୟ ପାଲା ଗାଇବାକୁ ଆସିଛି। ମା ମାନେ କେହି ଭୁଲ ବୁଝିବେନି। ଏସବୁ ପରେ ଯେ ଟିଭି ଦେଖିବାର ପରିଣାମ ମିଳୁଅଛି। ଚାରି ବାଜୁ ଅଛି ମନ ଖୁସିରେ ତ ହନୁମାନ ନିଆଁ ପାଇଛି। ଆମେ ଟିଭି ଦେଖିବାର ପରିଣାମ। ଆଖି ହଉଛି ଶରୀରର ପ୍ରଦୀପ। ମୁଁ ଆଜ୍ଞା ମୋର ପରିଚୟ ଆପଣମାନେ ଜାଣନ୍ତି ଭଲ ଅଦା ବଜାଇବେ। ମୋଠୁ ଭଲ ଅଦା ବଜାଉଛି ଏକରେ ଦାଡ଼ିଆ ବହିଛି ଏକରେ ଆଉ ଜଣେ ବସିଛନ୍ତି ମୋ ସାମ୍ନାରେ। ହଁ ସେମାନଙ୍କ ପରି ମୁଁ ବାଦା ବଜାଇ ପାରିବିନି। ଭଲ ବଜାଏ କିନ୍ତୁ ତାଙ୍କ ପରି ବଜାଇ ପାରିବିନି। ହଁ କିନ୍ତୁ ମୋର ଆଉ ଗୋଟେ ପରିଚୟ ଆଜି ନୂଆ ପାଇଲେ କ'ଣ ଗାୟକ ବୋଲି। କିନ୍ତୁ ଆଉ ଗୋଟେ ପରିଚୟ ମୁଁ ଆପଣମାନଙ୍କ ଆଗରେ ମୋର କହୁଛି। ଯୀଶୁ ପଚାରିଥିଲେ ଯେ ତାଙ୍କ ଶିଷ୍ୟମାନଙ୍କୁ ମୁଁ କିଏ ବୋଲି ଲୋକମାନେ କ'ଣ କହନ୍ତି? ସେ କହିଲେ କିଏ କିଏ ଦିଅ କିଏ କିଏ ଭବିଷ୍ୟତ ବକ୍ତାମାନଙ୍କୁ ମଧ୍ୟ ଜଣେ। ପିତର ଟିକେ ଆଗ ଦେଲା କହିଲେ ପ୍ରଭୁ ଆପଣ ପରସ୍ପର ଈଶ୍ୱରଙ୍କ ପୁତ୍ର ଈଶ୍ୱର। ଏ ପିତର ମୋ ପାଖରେ ଛିଡ଼ା ହେଇଛି। ଏ ପିତର ସକାଶେ ମୋ ପରିଚୟ ଅଛି। ଆଉ ଆଚ୍ଛା ଏ ପିତର ସକାଶେ ହଁ ଆଜ୍ଞା କ'ଣ ନା ବାଇବଲ ଶିକ୍ଷକ ଅନେକ ବାଇବଲ କଲେଜରେ 2-3ଟି ବାଇବଲ କଲେଜରେ ମୁଁ ପାଠ ପଢ଼ଉଛି। ତତ୍ସଙ୍ଗେ ସଙ୍ଗେ ଅନେକ ପାଳକୀୟ ସେବା କାର୍ଯ୍ୟରେ ମଧ୍ୟ ସଂଶ୍ଳିଷ୍ଟ ପାଳକମାନଙ୍କୁ ଟ୍ରେନିଂ ଦେବା ପ୍ରଭୁଙ୍କ ଗୌରବ ପାଇଁ ଦଉଛି। ଆଚ୍ଛା ମୁଁ ଯୋଗ୍ୟ ନୁହଁ। ହଁ ମୁଁ ଓଡ଼ିଆରେ ଫେଲ୍ ବିଏରେ ଓଡ଼ିଆରେ ଫେଲ୍ ମାନେ ପରୀକ୍ଷା ଲେଖିପାରିବି ସେଥିପାଇଁ ଫେଲ୍ ବସ୍ ଦେଖି। ହଁ ବାପା ମାଙ୍କର କଥା ମାନଥିଲେ କ'ଣ ପାଲା ଗାଇଥାନ୍ତି କୋଉଠି କଲେକ୍ଟର ହେଇ ବସିଥାନ୍ତି। ଏଇଟା ତ ସତ କଥା ଆଜ୍ଞା। ତ ବସିଯାନ୍ତି ବସ୍ ଗପି ମୁଁ ଜାଣିଛି କଟକର ନିୟମ ଗପିଲେ ଯେତେ ସମୟ ଗପିବ ମାଇକ୍ ବନ୍ଦ ହବନି ଗାଇଲେ ମାଇକ୍ ବନ୍ଦ ହଁ କି ନାଇଁ? ମତେ ମୋ ଦାଦା କହୁଥିଲେ ତୁ ଗାଁରେ ରହୁଛୁ କ'ଣ ଜାଣିଛୁ? ମୋ ଦିନଟା କହୁଥିଲେ ମତେ ତୁ ଗାଁରେ ରହିଛୁ କ'ଣ ଜାଣିଛୁ? ମୁଁ ଏଇଟା ଜାଣିଛି ଏଠି ଯଦି ଗାଇବି ମାଇକ୍ ବନ୍ଦ ହବ। ଏଠି କହିଲେ କାଶୀ ବାଟ ଦେଇ ପାଲା ଗାଇବି। ତମେ ଆସି କହୁଛ 10 ମିନିଟ୍ ତମେ କ'ଣ ମତେ ସିଆଣେ ଭାବିନ? ପାଲା ଗାଇବ କ'ଣ ମିଛରେ ସେ ଖାଇବାକୁ ଦେବେ। ଆଚ୍ଛା ହେଇଛି କ'ଣ ନା ଟିଭି ଦେଖିବାର ପରିଣାମ ମୋବାଇଲ ଦେଖିବାର ପରିଣାମ। ଆଚ୍ଛା ବାଇବଲ ଆମେ ଦେଖୁନେ ବେଶୀ ଆମର ଟଚ୍ ବାଇବଲ ସହିତ କମ୍ ରହୁଛି ମୋବାଇଲ ସହିତ ବେଶୀ ରହୁଛି। ମୁଁ ତ ବେଳେ ବେଳେ କହେ ମୁଁ ବହୁତ ଜାଗାରେ ପାଳକମାନଙ୍କୁ କହିଛି ମୋର ସେକେଣ୍ଡ ୱାଇଫ୍ ହେଉଛି ବାଇବଲ ଏ ଯେଉଁ ମୋବାଇଲ। ଆଜ୍ଞା ଇଏ ଏମିତିଆ ପବିତ୍ର ଜିନିଷ ଆକୁ ପାଇଖାନାକୁ ବି ନେଇକି ଯାଉଛେ କିଚେନକୁ ବି ନେଇକି ଯାଉଛେ ଇଏ ସବୁ ଆଜ୍ଞା ଆକୁ କିଏ ଧରିଛେ କେବେ ଆକୁ ସାନିଟାଇଜର ମାରିଛନ୍ତି? ହଁ ମୁଁ କହେ ମୋ ସ୍ତ୍ରୀକି ପଚାରେ ଛାଡ଼ିକି ଯିବି ଛାଡ଼ିଦେବି ଭୁଲିଯିବି କିନ୍ତୁ ଆକୁ ଭୁଲିବି। ମୋ ସ୍ତ୍ରୀ ସେଠାରେ ବସିଛନ୍ତି ତେଣୁ ଏ ଟିଭି ଦେଖିବାର ପରିଣାମ ଆଜ୍ଞା ଆମ ମୁଣ୍ଡରେ ଅଛି କ'ଣ ନା ମୋ ହନୁମାନ ଲାଙ୍ଗୁଡ଼ରେ ନିଆଁ ଲାଗିଥିଲା କିନ୍ତୁ 300 ବିଲୁଆ ଲାଙ୍ଗୁଡ଼ରେ ସମସ୍ତଙ୍କୁ ନିଆଁ ଲଗେଇ ଛାଡ଼ିଥିଲେ। କାହିଁକି କହୁଛି ଆଜ୍ଞା ମୋର
ବାକ୍ୟ କୋଉଠି ଥିଲା ଏବେ କହିଲେ ଆପଣ କୋଉଠି ବାକ୍ୟ ଥିଲା ଆଜ୍ଞା ଓଟକୁ ପାଣି ପିଇବା ଆଉ କୋଉଠି ଥିଲେ 10,000 ଥିଲେ ଆଉ କୋଉଠି ଥିଲେ ଠିକ ଓଟକୁ ପାଣି ପିଇବା 10,000 ଆଉ କୋଉଠି ଥିଲେ ଏକରେ କିଏ କହିବେ ଟପିକ ବାହାରେ ଏକରେ କିଏ କହିବେ ଶୁଣି ଟପିକ